ମୁଁ ହେଉଛି ଲଳିତ ମୋହନ ନାୟକ, ଅବିଭକ୍ତ କୋରାପୁଟ ଜିଲ୍ଲାର ନୂତନ ରାଜ୍ୟ ଗଠନ କମିଟିର ଗୋଟେ ବୈଠକ ବସିଥିଲା। ଏଠାରେ ଆଜି ସେଠି ଡିସ୍କସନ ହେଲା ଯେ ଆମେ ଏ ଯେଉଁ ନୂତନ ରାଜ୍ୟ ଗଠନ ସମ୍ପର୍କରେ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛୁ, ସେ ପ୍ରକ୍ରିୟା କେମିତି ତ୍ୱରାନ୍ୱିତ ହେବ ଏବଂ ଲୋକଙ୍କ ମଧ୍ୟରେ ଯେମିତି ଖବର ଯିବ, ଲୋକ ସବୁ ଏସବୁ କଥା ଜାଣିବା ପାଇଁ ଲୋକଙ୍କ ଭିତରେ ଯେମିତି ଖବର ଯିବ, ମେସେଜ ଯିବ, ସମସ୍ତେ ଜାଣିବେ ଏବଂ ଏଇ ଯୋଉ ଆମର ଦାବିଟା ହଉଛି କୋରାପୁଟ ଅଞ୍ଚଳକୁ ନେଇ 4ଟା ଜିଲ୍ଲାକୁ ନେଇ ଗୋଟେ ନୂତନ ରାଜ୍ୟ ଗଠନ କରିବା ପାଇଁ ଏବଂ କେନ୍ଦ୍ର ସରକାରଠୁ ମାନ୍ୟତା ପାଇବା ପାଇଁ ଯାହା ଯାହା ଦରକାର ସେ ସମ୍ପର୍କରେ ଆଜି ବିଶଦ ଭାବେ ଆଲୋଚନା ହେଲା ଏବଂ ଆସନ୍ତା ଦିନରେ ତାକୁ କେମିତି ତ୍ୱରାନ୍ୱିତ ହବ, ସମସ୍ତଙ୍କ ପାଖରେ ଯେମିତି ପହଞ୍ଚି ପାରିବ ସେଇ ସମ୍ପର୍କରେ ଗୋଟେ ରଣନୀତି ତିଆରି ହେଲା ଏବଂ ଆଗାମୀ ଅଳ୍ପ କେତେ ଦିନ ମଧ୍ୟରେ ଆଉ ଏକ ବୈଠକ ବସି ସେଠି ଆହୁରି ଆମେ ନିଷ୍ପତ୍ତି ନେବୁ। ଆହୁରି ଅନେକ ଚରିତ୍ର ଅଛନ୍ତି, ସେମାନେ ଆସିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେଇ ଚରିତ୍ର ମାନେ ଆସିଲେ ତାଙ୍କ ସହିତ ଆଲୋଚନା କରିକିରି ଆଉ ଆମେ ଦ୍ରୁତ ଗତି ଯେମିତି ହବ ଆମର ଏ ଆନ୍ଦୋଳନଟା, ସେଥିପାଇଁ ଆଜି ସବୁ ପ୍ରକାର ଆଲୋଚନା ହେଲା ଏବଂ ନିଷ୍ପତ୍ତି ହେଲା। ଆଜି ଆସିଥିଲେ କୋରାପୁଟ ଜିଲ୍ଲାରୁ ଆସିଥିଲେ, ମାଲକାନଗିରି ଜିଲ୍ଲାରୁ ଆସିଥିଲେ ଏବଂ କୋଟପାଡ଼ରୁ ଆସିଥିଲେ, ଆଉ ନବରଙ୍ଗପୁରର ଆଉ ରାୟଗଡ଼ା ପ୍ରତିନିଧି ଦଳ ଆଜି ଆସିପାରି ନାହାନ୍ତି। ସେମାନେ ତାଙ୍କର ଗୋଟେ ଅକସ୍ମାତ ଗୋଟେ ଘଟଣା ଘଟରୁ ଆସିପାରିଲେ ନାହିଁ। ସେମାନେ ପରବର୍ତ୍ତୀ ବୈଠକରେ ସେମାନେ ଯୋଗ ଦେବେ ଏବଂ ବିଶଦ ଭାବେ ଆଲୋଚନା କରିକି ଆଗକୁ ଆମେ ଯିବା ପାଇଁ ନିଷ୍ପତ୍ତି ନେଇଛୁ। ଦେଖନ୍ତୁ, ଆମେ ନୂତନ ରାଜ୍ୟ କୋରାପୁଟକୁ ନେଇ ନୂତନ ରାଜ୍ୟ ଗଠନ କରିବା ପାଇଁ କାହିଁକି ଚାହିଁଲୁ ସେ ବିଷୟରେ ଟିକେ ସମ୍ୟକ ସୂଚନା ଦେବି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଆମେ ଏତେ ଅବହେଳିତ ହେଇ ରହିଛୁ, ବିଭିନ୍ନ କ୍ଷେତ୍ରରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଏବଂ ଲୋକଙ୍କର ମାନଦଣ୍ଡ ବୃଦ୍ଧି ଏଇସବୁ ସମ୍ପର୍କ ବହୁତ ଅବହେଳିତ ହେଇକି ରହିଛୁ। ଆଜିକି 80 ବର୍ଷ ବିତିଗଲା ଭାରତ ସ୍ୱାଧୀନ ପାଇଲା, 90 ବର୍ଷ ବିତିଗଲା ଓଡ଼ିଶା ଗଠନ ହେଇକିରି, କିନ୍ତୁ ଆଜି ଆମେ ଗୋଟେ ଉପାନ୍ତ ଅଞ୍ଚଳରେ ରହିଲୁ। କୋରାପୁଟ ଜିଲ୍ଲାର ଲୋକ ଏଠି ଛତିଶଗଡ଼, ଇଆଡେ ଆନ୍ଧ୍ରପ୍ରଦେଶ, ସିଆଡେ ଅନ୍ୟାନ୍ୟ ଜିଲ୍ଲା ଅଛନ୍ତି, ଗୋଟେ ଉପାନ୍ତ ଅଞ୍ଚଳରେ ରହିଲୁ। ରାଜଧାନୀ ଠାରୁ ବହୁତ ଦୂରରେ ରହିଲୁ, 600-700 କିଲୋମିଟର ଦୂରରେ ରହିଲୁ। ଏଠିକା ଲୋକ ଆଙ୍କର ଯୋଉ ଉନ୍ନତି ଯୋଉ ମାତ୍ରାରେ ହେବା କଥା ସେଇ ମାତ୍ରାରେ ଉନ୍ନତି ହେଇପାରିଲା ନାହିଁ। ଏଇଟା ପାଇଁ ଆମ ଗୋଟେ ବୁଦ୍ଧିଜୀବୀ ମହଲରେ ଏଇଟା ଗୋଟେ ଆଲୋଚନା ହେଲା, ଗୋଟେ ମନ୍ଥନ ହେଲା। ଗଲା ମେ 10 ତାରିଖ ଦିନ ଜୟପୁରରେ ଗୋଟେ ବୈଠକ ବସିଥିଲା 4ଟା ଜିଲ୍ଲାର ବୁଦ୍ଧିଜୀବୀ ନେଇକିରି। ପ୍ରଥମ କରି ସେଇଠି ଆଲୋଚନା ହେଲା ଯେ ଆମେ ସବୁ ଛୋଟ ଛୋଟ ଦାବି, ଏଇ ସବୁ ଆମର ଯେତେ ସମସ୍ୟା ଅଛି ସେ ସବୁ ଦାବିକୁ ନେଇ ରୋଡରେ ବାହାରୁଛୁ, ସଦାବେଳେ ଆମେ ଆନ୍ଦୋଳନ କରୁଛୁ, ଦାବି ଜଣାଉଛୁ, କିନ୍ତୁ ଫଳ କିଛି ପାଇପାରୁନୁ ନାହିଁ। ସବୁବେଳେ ହତାଶ ଏବଂ ନିରାଶ ହେବାକୁ ପଡୁଛି। ଆଜି ଆପଣ ମାନେ ଦେଖିପାରିବେ ଏଇ ଜିଲ୍ଲାର ଅବନତି କଥା, ଉନ୍ନତି ନ ହେବା କଥା। ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ଆମର ଏଇଟା ଗୋଟେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା, 4ଟା ଯାକ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଇ 4ଟା ଜିଲ୍ଲାର ଲୋକ, ଆଦିବାସୀ ଲୋକ 80 ବର୍ଷ ବିତିଗଲା, ଆଜି ମଧ୍ୟ ଆପଣଙ୍କର ବଣ୍ଡା, କୟା, କନ୍ଧ, ପର୍ଜା, ଗାଧୁଆ ଏ ଲୋକମାନେ କୋଉ ଅବସ୍ଥାରେ ଅଛନ୍ତି? ଜଙ୍ଗଲରେ ବଣ ମଣିଷ ଭଳିଆ ଜୀବନ ଯାପନ କରୁଛନ୍ତି। ମାନେ କହିବାକୁ ଗଲେ ଲଜ୍ଜା କଥା, ଅଧା ଲଙ୍ଗଳା ହେଇକିରି ଆଜି ପର୍ଯ୍ୟନ୍ତ ରହୁଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକ। ଆପଣ ମାଲକାନଗିରିର ମୁଦୁଲିପଡା, ଆପଣଙ୍କର ତଳବଣ୍ଡା, ଉପରବଣ୍ଡା, ଇଆଡେ ଆମ ଝରିଗାଁ ବ୍ଲକର, ନବରଙ୍ଗପୁର ଜିଲ୍ଲାର ରାୟଘର ବ୍ଲକର ଏସବୁ ଆଦିବାସୀ ଜଙ୍ଗଲ ଭିତରେ ରହୁଛନ୍ତି ଲୋକମାନେ, ତାଙ୍କର ଆଉ ଉନ୍ନତି ହେଇପାରିଲା ନାହିଁ କୌଣସି କ୍ଷେତ୍ରରେ। ସାମାଜିକ କ୍ଷେତ୍ରରେ, ଆପଣ ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛି ଯୋଉ ଅବସ୍ଥାରେ ସେ ଅବସ୍ଥା ରହିଗଲେ। ଏଣୁକରି ଆମେ ଗୋଟେ ଭାବିଲୁ, ସମସ୍ତେ ଗୋଟେ ଚିନ୍ତା କଲୁ ଯେ ଆମେ ଏମିତି ଆଗ ଯଦି ରହିବା ତାହେଲେ ଆମର ଏଇ ଲୋକଙ୍କର ଉନ୍ନତି କେବେ ହବ ନାହିଁ। ଯୋଉ ସିଷ୍ଟମ ଅଛି
ଆଉ ଯୋଉ ବୈମାତ୍ରିକ ମନୋଭାବ ଗୋଟେ ରହିଛି ଆମ ପ୍ରତି, ଆମ ଜିଲ୍ଲା ପ୍ରତି, ଏ ଯୋଉ ଉପକୂଳ ଅଞ୍ଚଳବର୍ତ୍ତୀ ଲୋକ ମାନଙ୍କର, ଆମର ଯେକୌଣସି ଲୋକ, ରାଜନୈତିକ ବ୍ୟକ୍ତି, ବ୍ୟୁରୋକ୍ରେସି ହଉ, ଯିଏ ବା ହେଉ, ତାଙ୍କର ଆମ ପ୍ରତି ଗୋଟେ ଦୃଷ୍ଟି ଦଉନାହାନ୍ତି, ଆମ ପ୍ରତି ଗୋଟେ ଗୁରୁତ୍ୱ ଦଉନାହାନ୍ତି ଏ ଜିଲ୍ଲାକୁ। ଏଣୁକରି ଆମେ ଗୋଟେ ଉପଲବ୍ଧି କଲୁ ଯେ ଆମକୁ ଅବହେଳା କରାଯାଉଛି, ଆଉ ଗୋଟେ ତା ଭିତରେ ଗୋଟେ ବୈମାତ୍ରିକ ମନୋଭାବ ଫଳ ମଧ୍ୟ ଗୋଟେ ଘଟୁଛି। ଆମେ ଏଥିପାଇଁ ଲାଷ୍ଟକୁ ଉପନୀତ ହେଲୁ ଯେ ଏ ଗୋଟେ ସମସ୍ୟା ଅନେକ, କିନ୍ତୁ ସମାଧାନର ଏଇ ଗୋଟେ ବାଟ ଛଡା ଆଉ ଅନ୍ୟ ବାଟ ଆମକୁ ଦେଖାଯାଉ ନାହିଁ। ଆମକୁ ସଦାବେଳେ ମାନେ ଆମେ ଗୋଟେ ଉପେକ୍ଷିତ ଅଞ୍ଚଳ ଗୋଟେ ରହିଗଲୁ। ଏଥିପାଇଁ ଆମର ବହୁତ ବୁଦ୍ଧିଜୀବୀ ମହଲର ଗୋଟେ ଦୁଃଖର ଛାୟା ଖେଳି ଯାଇଛି, ସମସ୍ତେ ହତାଶ ହେଇକିରି ଅଛନ୍ତି। ଆଉ ଏଇଟା ଯଦି ଆମେ ନ କରିବା, ସ୍ୱତନ୍ତ୍ର ରାଜ୍ୟ ପାଇଲେ ହିଁ ଏଠିକା ଲୋକଙ୍କର ଆନ୍ତରିକତା ରହିବ, ଏଠିକା ଲୋକ ଶାସନ କରିବେ, ଏଠିକା ଲୋକ ଚଳେଇବେ ଆମର ଏଇ କୋରାପୁଟ ଅଞ୍ଚଳକୁ। ସେଟା ପାଇଁ ଆମର ଯଥେଷ୍ଟ ଆମର ଯୋଗ୍ୟତା ଅଛି ସ୍ୱତନ୍ତ୍ର ରାଜ୍ୟ ହେବା ପାଇଁ। ଆଠୁ ଆହୁରି ଛୋଟ ଛୋଟ ପ୍ରଦେଶ ମାନେ ଏଥି ପୂର୍ବରୁ ହେଇଯାଇଛି, ଯୋଉଟା କି ତ୍ରିପୁରା, ମଣିପୁର, ନାଗାଲାଣ୍ଡ, ଏମାନେ ଛୋଟ ଆୟତନ ଅଛି, ଜନସଂଖ୍ୟା କମ ଅଛି, କିନ୍ତୁ ସେମାନେ ମାନ୍ୟତା ପାଇଛନ୍ତି। କିନ୍ତୁ ଆମର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାରତ ସରକାର ଘୋଷଣା କରିଛି 1971 ମସିହାରେ। ତା ପରଠୁ ଆମେ କେବେଠୁ ଏଇଟା କରିବା କଥା, କିନ୍ତୁ ହେଇପାରିନି, ବହୁତ ଡେରି ହେଇଗଲା। ଏବେ ମଧ୍ୟ ସମୟ ଅଛି, ଆମେ ସମସ୍ତେ ମିଳିମିଶିକିରି ଜାତି ଧର୍ମ ନିର୍ବିଶେଷ, ଦଳ ମତ ନିର୍ବିଶେଷ, ସମସ୍ତେ ମିଳିମିଶିକିରି ଆଜି ଆମେ ଏଇଟାକୁ ଆଗକୁ ନେବା, ଗୋଟେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ବୋଲି ଆମକୁ ଗୋଟେ ମନସ୍ଥ ଆଇଲା। ଆଉ ନହେଲେ ଆମର ଆଉ ଏ ଲୋକଙ୍କର ଏବେ ନାହିଁ, ଆହୁରି 100 ବର୍ଷ ନାହିଁ, 500 ବର୍ଷ ଗଲେ ମଧ୍ୟ ଉନ୍ନତି ହେଇପାରିବ ନାହିଁ ବୋଲି ଆମେ ଆଶା ଛାଡିଦେଲୁ। ଏଥି ପୂର୍ବରୁ ଆପଣ ମାନେ ଜାଣନ୍ତି ଏଇଟା ମାଡ୍ରାସ ପ୍ରେସିଡେନ୍ସିରେ ଥିଲା। ବର୍ତ୍ତମାନ ମଧ୍ୟ ଆମେ ଶିକ୍ଷା ସ୍ୱାସ୍ଥ୍ୟ ପାଇଁ ଆଜି ନିର୍ଭର କରୁଛୁ ଆନ୍ଧ୍ର ଉପରେ। ଏକା କଥା କହିଲେ ବିଶାଖାପାଟଣା, ହାଇଦ୍ରାବାଦ ଯିବାକୁ ପଡୁଛି। ଆମର ସବୁ ଏଇଟା ପାଖ ହଉଛି, କିନ୍ତୁ ଆମକୁ ରାଜଧାନୀ ଯିବା ପାଇଁ 600-700 କିଲୋମିଟର ଦୂର ପଡୁଛି। ଏଣୁକରି ଆମେ ସେଇ ଇଏ ନୁହେଁ, ଆଉ ସ୍ୱତନ୍ତ୍ର ଗୋଟେ ରାଜ୍ୟ ଗଠନ କରିବା ପାଇଁ ଫାଇନାଲ ନିଷ୍ପତ୍ତି ଆମେ ନେଲୁ ଏବଂ ଆଗକୁ ଯିବା ପାଇଁ ଆମେ ଚିନ୍ତା କରିଛୁ। ଆଉ ଏଇଟା ନହେଲେ ଆମର ସମସ୍ୟା କେବେ ବି ସମାଧାନ ହେଇପାରିବ ନାହିଁ। ଆଉ ସମସ୍ତେ ଏକମତ ଏଥିପାଇଁ ସମସ୍ତେ ଏକମତ ହେଇଛନ୍ତି। ଆମେ ସମସ୍ତେ ସେଥିପାଇଁ ଆଗକୁ ବାହାରିଛୁ ଏବଂ ଏଇଟା କରିବା ପାଇଁ ଆଜି ନିଷ୍ପତ୍ତି ନେଇଛୁ। ଆଉ କିନ୍ତୁ ତ୍ୱରାନ୍ୱିତ କରିବୁ, ସବୁ ଲୋକ ଯଦି ଜାଣିପାରିବେ। ଆଉ ସତ ଉପରେ ଆଧାରିତ ସବୁ ଜିନିଷ ଆମର କୋରାପୁଟ ଜିଲ୍ଲାରେ ଭର୍ତ୍ତି ଅଛି। ଆମର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯେତେ ଇନଫ୍ରାଷ୍ଟ୍ରକ୍ଚର, ଯେତେ କଞ୍ଚାମାଲ, ଆପଣଙ୍କର କେନ୍ଦୁପତ୍ରରୁ ଧରି, ମକାରୁ ଧରି, ଖଣିଜ ପଦାର୍ଥ, ଜଙ୍ଗଲ, ପାଣି, ଆପଣଙ୍କ ଯେତେ ସବୁ ଇଲେକ୍ଟ୍ରିକ ଉତ୍ପାଦନ, ଏ ସବୁ ଜିନିଷ ଏଇଠି ଭରପୁର ଅଛି। ଆମେ ଆତ୍ମନିର୍ଭରଶୀଳ ପ୍ରଦେଶ ହେଇପାରିବ, ଭାରତ ବର୍ଷରେ ଗୋଟେ 1 ନମ୍ବର ରାଜ୍ୟ ହେଇପାରିବ କହିବାକୁ ଗଲେ। ବିଭିନ୍ନ ବିଶେଷଜ୍ଞ ମାନ ସାଙ୍ଗେ ଆଲୋଚନା କଲୁ, ଅର୍ଥନୀତିଜ୍ଞ ବିଶେଷଜ୍ଞ ସାଙ୍ଗେ ଆଲୋଚନା କରିକିରି ଏଇ ନିଷ୍ପତ୍ତି ଗାଇଲୁ ଏବଂ ଆମେ ଆଗକୁ ଯିବା ପାଇଁ ନିଷ୍ପତ୍ତି ନେଇଛୁ ଏବଂ ଆଗକୁ ନେବୁ। ଏଇଟା ସମସ୍ତଙ୍କର ସହଯୋଗରେ ଏଇଟା ନେବୁ ବୋଲି ଆମେ ନିଷ୍ପତ୍ତି ନେଇଛୁ। ସମସ୍ତଙ୍କୁ, ଅବିଭକ୍ତ କୋରାପୁଟର ଭାଇ ଭଉଣୀ ମାନଙ୍କୁ ସୁଧୀର ପାତ୍ର ହ୍ୟୁମାନ ରାଇଟ୍ ଏବଂ ମାଇନରିଟିର ସଭାପତି ହିସାବରେ ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଜଣାଉଛି। ଆଜିର ଏଇ ଯୋଉ ବୈଠକ ହେଲା, ଏଇଟା ଗୋଟେ ଐତିହାସିକ ବୈଠକ। ଆଉ ଏଇ ବୈଠକରେ ଆମର ଫାଉଣ୍ଡର୍ସ ମେମ୍ବର୍ସ ମାନେ ସମସ୍ତେ ଜମା ହେଇଥିଲୁ। ଆଉ ଆମେ ନିଷ୍ପତ୍ତି ନେଲୁ ଯେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏ 4ଟା ଜିଲ୍ଲାର ଯେପରି ଆମେ ସମସ୍ତେ ନୂତନ ରାଜ୍ୟ ଗଠନ କରିବୁ ଏବଂ ଆମର ଅଭାବ ଅସୁବିଧା, ଆମମାନଙ୍କର ସମସ୍ତ ପ୍ରକାର ଉନ୍ନତି, এই ସବୁକୁ ଆଖି ଆଗରେ ରଖି ଆମେ ନୂତନ ରାଜ୍ୟ ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିବା ବୋଲି ଏକମତ ହେଇଛୁ। ହେଲେ ଆମର ନୂତନ ରାଜ୍ୟର ପ୍ରଜାମାନଙ୍କର ଉନ୍ନତି ହେବ। ଏକ ହେଲା, 80 ଭାଗ ଲୋକ ଓଡ଼ିଶାର ରାଜଧାନୀ ଦେଖିପାରିନାହାନ୍ତି। ଆଉ ଦ୍ୱିତୀୟ ହେଲା, ଏଠାରେ ଥିବା ଶିକ୍ଷିତ ଯୁବପିଢ଼ି ମାନେ ଠିକ୍ ଭାବରେ ଏମାନଙ୍କୁ ଚାକିରି ବ୍ୟବସ୍ଥା କରିଦିଆଯାଏ ନାହିଁ। ଗତ ଦିନମାନଙ୍କରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ହେଇଥିଲା। ଆଉ ଜିଲ୍ଲା ଭିତ୍ତିକ ନିଯୁକ୍ତି 2 ମାସ 8 ଦିନ କରିବା ସତ୍ତ୍ୱେ ମଧ୍ୟ ଆମେ ନ୍ୟାର୍ଯ୍ୟ ଦାବି ହାସଲ କରିପାରିଲୁ ନାହିଁ। ଆଉ ପିଲାମାନଙ୍କର ଚାକିରି ମଧ୍ୟ ଅସମାହିତ ରହିଲା। ଦ୍ୱିତୀୟରେ, এই ଜିଲ୍ଲାରେ ଥିବା ଖଣି ଖାଦାନରୁ ବହୁତ ଗୁଡ଼ାଏ ଜିନିଷ ବାହାରୁଛି, ଯାହା ଅନ୍ୟ ପତ୍ରପତ୍ରିକାରେ ଆଉ ଯେଉଁମାନେ ବିଶେଷଜ୍ଞ ଅଛନ୍ତି ଜାଣିଛନ୍ତି।
तापरे एठी थिबा प्राकृतिक संपद मध्य अन्य कोठी नाही कहबा गले ए अविभक्त कोरापुट जिला को द्वितीय काश्मीर कहले अत्युक्ति हेब नाही एठार सौंदर्य एठार खनि खादान एठार पर्वत यार नदी यार बण जंगल ए सब जदि समीक्षा करबा ताहले आमर एते सब थाई कर मध्य आज आम पाखे किछि नाही ओडिशा सरकार आमको जो प्रकार दृष्टि देखा था जो प्रकार अनुदान देवा कथा जो प्रकार उन्नति करा था से पर्यंत हो पारि नाही तबे आज आम समस्ते एकमत होइछु जे आम निश्चिंत रूप से ओडिशार यही 4टी जिला जोटा कि 5 शेड्यूल एरिया आदिवासी अध्युषित अंचल 71 मसीहारू सरकार घोषणा करछंती एवं गवर्नर यार सर्वस्व जानिछंती एई दृष्टि आकु मान्यता पाइबार आवश्यकता रही तेरे गोटे कथा मु कहबी जो माने अविभक्त नूतन राज्य गठन कोरापुट जिला को हेई पारिबो नाही बोल जो हताशार वाक्य कहउछंती जो निराशार वाक्य कहउछंती से माने कहंतु जे एई अविभक्त कोरापुट जिला नूतन राज्य काहे कि हेबो नाही आउ आमको पचारंतु जे नूतन राज्य हेबो कि नाही आमे ताकू बुझाई देबु तेणु ये जो समस्या अब देखा देछि ए समस्यार समाधान आमे समस्ते मिलिमिशिक करुचु जाति धर्म वर्ण निर्विशेष आमे समस्ते करुचु या भितर कौन फांक रहा हम ना आम समस्ते एकमत होइचु ए जिलार समस्त बुद्धिजीवी एकमत अछंती ए जिलार स्तंभकार ए जिलार सांबादिक ए जिलार अनेक अवसर प्राप्त बुद्धिजीवी माने अछंती से माने मध्य सांबादिक माने अछंती से माने मध्य आम सहित बसिचंती एकमत होइचंती तेणु यही प्रक्रिया को त्वरान्वित करने आगू नापी आम दृढ़ परिकर आगामी दिन में मध्य यार गोटे पर गोटे पहाच आम देकी शांतिपूर्ण भाव में गणतांत्रिक भितर आमर आंदोलन टाक आगू नईबू या हिंसात्मक भाव में आम नेबू ना। धन्यवाद रही।